ଅଖଣ୍ଡ ଭାବରେ ସ୍ଥିତ କିନ୍ତୁ ସତୁରି ଭିତରେ ଅଛି। ଯେ ଭିତରେ ବାହାରେ ଅନନ୍ତ କାହୁଁ ଜାଣିବେ ଦେହବନ୍ତ ଯେ ଦେହ ମୁଁ ଦେହ ମୁଁ ଚୁଲି ଗଲେ ଏତିକି ଗଲେ ଏତିକି ନ you are not limited, you are completely unlimited ବୁଝିଲେ ତ ଅଖଣ୍ଡ ସତ୍ତା। ସେଇଟା ଯଦି ବୁଝିପାରିବ ତମେ ଜ୍ଞାନ ବଳରେ ସେଇଠି ତମେ ଜାଣିକି ପ୍ରକୃତରେ ଜ୍ଞାନୀଭୂତ ହେଇପାରିବ। ସେ କ'ଣ ହେଲା ନା ଜ୍ଞାନୀଚ ଭାରତ ସହ ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ସେ ହେଉଛି ପ୍ରକୃତରେ ନିତ୍ୟଯୋଗୀ। ନିତ୍ୟଯୋଗୀ ଯୁକ୍ତ ମାନେ ଆଡେଟ୍ ନିତ୍ୟଯୁକ୍ତ तेषां ज्ञानी नित्ययुक्तः एक भक्ति विशिष्य से जानी मो होती एक भक्ति माने कौन तमे दीटा जिनिस बोली भाबो सेठी अद्वैत ब्रह्म अद्वैत अद्वैत भक्त और भगवान सेठी अलग सेठी भक्त भगवान अलग अलग भक्त एवं भगवान सेठी एक एवं अभिन्न এই ভাবটা সেই ভিডিও সেই লাভ কল সর্বত্র ব্যাপক সেই ଜିନିଷ ଆଉ ଏମିତି ଖାଲି ବୁଲିଲେ କ'ଣ ବୁଧାର ଗାଁ କାଶୀ ଭଦ୍ରଧାର କ'ଣ ନାମ ବସି ମମିଙ୍କର ଯୋଉ ପୂଜା ବହୁ ଜନ୍ମର ଶେଷ ଜ୍ଞାନବାନ ମାନଙ୍କ ଜ୍ଞାନବାନ ହିଁ ପାଇଥାଏ। ବାସୁଦେବ ସର୍ବନିତି ସ ମହାତ୍ମା ସବୁ ବାସୁଦେବ ମରିବ ଉମା ସେ ରହିଛି ପୁରୀ ରେଣୁ ରେଣୁ ଭେଟି ଅସୀମ ନିରାର ହେତୁ ଅସୀମ ହୁନ୍ଦର ପାଇବ ନା ମନମନ୍ନା ଭବ ମଦଭକ୍ତ ମଦଚାଚୀ ମାନ ନମସ୍କୁରୁ ମାମୁଲି ସୁଯୁକ୍ତୈବ ମାତୃମାନ ଭକ୍ତ ପରାୟଣ ଠାକୁରଙ୍କ ପାଖରେ ତମେ ତାଙ୍କୁ ମନରେ ସଦାବେଳେ ମନନ କର। ଆଉ କିଛି ନିଷ୍କାମ ସମତା ବା କର୍ମରେ ଆଉ ଆଶା ରଖନି ପୂଜା କର୍ମ ତମେ ମୁଁ ଆ ପାଇଁ କରୁଛି ସମାଜ ପାଇଁ କରୁଛି ବୋଲି ଭାବ ନିଜ ପାଇଁ କିଛି ନାହିଁ ନିଜ କରି ସମାଜ ଭିତରେ ତମେ କର ନା ଏଗୁଡ଼ା ମୋ ପାଇଁ କରୁଛି ସମାଜ ଦଉଛି ଠାକୁରଙ୍କୁ ତାଙ୍କର ସେବା କରିବା ପାଇଁ ଚେଷ୍ଟା କରୁ ଭାବରେ ସବୁ କର ମୋର ଗୋଟେ ପ୍ରଶ୍ନ ଛାଡ଼ିବ ଭଲ ଭିଡ଼ିଓ ନିଶ୍ଚିତ ଗୋଡ଼ ଅଧିକ ହଉଛି ରୁହନ୍ତୁ ଜାଣି କାହିଁ ପାପ କରେ ଶୁଣ ଏଇ ଯୋଉ ସବୁ ପାପ ଆଉ ପୁଣ୍ୟର ଯୋଉ ଦୁଇଟା ଯାକ ସୀମା ନିର୍ଦ୍ଧାରଣ କରିକି ସେମାନେ ସବୁ କରିଛନ୍ତି ଏସବୁ ସେଇ ସବୁ ଭିତରେ ତମେ ରହ ବୁଝିଲ ତ ନିର୍ଦ୍ୱନ୍ଦ ନିତ୍ୟ ସତ୍ୱସ୍ତ ନିର୍ଯୋଗ ଆତ୍ମା ନିର୍ଦ୍ୱନ୍ଦ ଯୋଉଠି ଦ୍ୱନ୍ଦ୍ୱ ନାହିଁ ନ୍ୟାୟ ନାହିଁ କି ଅନ୍ୟାୟ ନାହିଁ ପାପ ନାହିଁ କି ପୁଣ୍ୟ ନାହିଁ ବୁଝିଲ ତ ସତ ନାହିଁ କି ଅସତ ନାହିଁ ତେଣୁ ସେଇଭଳିଆ ନିର୍ଦ୍ୱନ୍ଦ ନିତ୍ୟ ସତ୍ୱସ୍ତ ଯୋଉଟାକି ସଦାବେଳେ ସତ୍ ତେଣୁ ସେଇ ସତ୍ ଚିତ୍ ଆନନ୍ଦ ସ୍ୱରୂପ ନିର୍ଦ୍ୱନ୍ଦ ନିତ୍ୟ ସତ୍ୱସ୍ତ ନିର୍ଯୋଗ କ୍ଷେମ ଯୋଗୀ ଯୋଗ ନାହିଁ କି କ୍ଷମ ନାହିଁ ତମେ କିଛି କାହା ସାଙ୍ଗରେ ଆଡେଟ୍ ହେବା ଦରକାର ନାହିଁ
କି କୋଉଟା ରକ୍ଷା କରିବା ଦରକାର ତମର ସ୍ୱୟଂ ସୁରକ୍ଷିତ ସେଇଭଳିଆ ସ୍ଥାନକୁ ଯାଅ ସେଭଳି ସ୍ଥାନକୁ ପ୍ରାପ୍ତ ହେବ ଯେଉଁଟାକି ମାନେ କେଉଁ କ୍ଷେତ୍ରରେ ନା ଶ୍ରୀକୃଷ୍ଣ ଯେମିତି ସାଧନା ତାଙ୍କର ଏତେ ତୀବ୍ର ଥିଲା ଯେ ସେ ଗୋଟେ କି କ୍ଷେତ୍ର ଏଟା କହନ୍ତି ବ୍ରଜୋଳି କ୍ଷେତ୍ର ବ୍ରଜୋଳି କ୍ଷେତ୍ରରେ ଯାଇକି ତମେ ପହଞ୍ଚିଲେ ତମେ ସେଇଟା ପାଇପାରିବ ଏଇଟା କେମିତି ନା ସହସ୍ରାର ଭିତରକୁ ଯାଇକରି ଆହୁରି ତାର ଭିତରକୁ ପ୍ରବେଶ କଲେ 9ଟା ସ୍ତର ପାରି ପ୍ରଥମେ ମୂଳାଧର ତାପରେ ସ୍ୱାଧିଷ୍ଠାନ ତାପରେ ନାଭିଚକ୍ର ତାପରେ ଅନାହତ ଚକ୍ର ତାପରେ ବିଶୁଦ୍ଧାକ୍ଷ ଚକ୍ର ତାପରେ ଆଜ୍ଞା ଚକ୍ର 6 ନମ୍ବର ତାପରେ କିନ୍ତୁ ସେଇଟା ହେଲା 6th ସେଣ୍ଟର ସେଇଠିକି ତମେ ଚାଲିଗଲେ ତମକୁ ସବୁ ଜିନିଷ ଜଣା ପଡ଼ିବ ସେ କ'ଣ ଭାବୁଛନ୍ତି ତମେ ଜାଣିପାରିବ ତା ମନରେ କ'ଣ ଚାଲୁଛି ଚିନ୍ତାଧାରା 6th ସେଣ୍ଟର ପାରି ହେଲା ପରେ 7, 8, 9 ନବମ ସେଣ୍ଟର ସେଇଥିପାଇଁ ଭାଗବତ ହେଉଛି ନବଧାର ଏଇ ନବମ ସେଣ୍ଟର ପାରି ତମେ ବ୍ରଜୋଳି କ୍ଷେତ୍ରରେ ଯାଇକି କୃଷ୍ଣଙ୍କ ସାଙ୍ଗରେ ମିଳିବ ସେଇଠି ତମକୁ ଅଙ୍ଗୁଷ୍ଠ ମାତ୍ର ପୁରୁଷ ହେଇକିରି ନୀଳବର୍ଣ୍ଣର କୃଷ୍ଣ ଦେଖାଯିବ ମାତ୍ର ଏମିତି ପୁରୁଷ ସିଏ ଯେଉଁଦିନ ଦେଖା ଦେବେ ଏବଂ ତମକୁ ଆଶୀର୍ବାଦ କରିବେ ସେଇଟା କିଏ ପାଏ ନା ବହୁ ନାଞ୍ଚନ ନାମନ୍ତେ ସେଇଠି ଦେଖିକି ଦେଖିବ ବାସୁଦେବ ମୟ ସମସ୍ତେ ସେଇଠି ସେ ଠାକୁର ଠାକୁର ଯେତେବେଳେ ଦେଖ ନ ତନ୍ମାଂ ସତ୍ୟ ସେ ଦୃଷ୍ଟଂ ମନଂ ନୈବ ସଚକ୍ଷୁଷା ତୁ ମୋତେ ଦେଖିବାକୁ ସକ୍ଷମ ନୁହଁ ମନଶ୍ଚକ୍ଷୁରେ ବା ସ୍ୱଚକ୍ଷୁରେ ସ୍ଥୂଳଚକ୍ଷୁରେ ଦଦାମି ଦିବ୍ୟଚକ୍ଷୁ ହୃତେ ଦୌଛି ତତେ ଦେ ଦିବ୍ୟଚକ୍ଷୁ ପଶ୍ୟମେ ଯୋଗମେଶ୍ୱର ମୋତେ ଦେଖ ମୁଁ କିନ୍ତୁ ଯୋଗର ଈଶ୍ୱର ମହାଯୋଗେଶ୍ୱର ହରି ଏଠି ଦେଖାଦେଲେ ସେଇଠି ସେ ଦେଖିଲା ଅନେକ ବାହୁଦର ବକ୍ର ନେତ୍ରମ୍ ପଶ୍ୟାମି ତ୍ୱାଂ ଅନନ୍ତ ରୂପମ୍ ବୁଝ ତ ମୁଁ ତମକୁ ଦେଖୁଛି ଅନନ୍ତ ରୂପ ପଶ୍ୟାମି ତ୍ୱାଂ ଅନନ୍ତ ଅନେକ ବାହୁ ଉଦର ବକ୍ର ନେତ୍ର ଅନେକ ବାହୁ ଅନେକ ଉଦର ପେଟ ଅନେକ ଉଦର ଅନେକ ବାହୁ ଉଦର ବକ୍ର ନେତ୍ର ବକ୍ର ମୁହଁ ନେତ୍ର ଅନେକ ଆଖି ଅନେକ ବାହୁ ଜଗବତ୍ର ନେତ୍ରଂ ପଶ୍ୟାମି ତ୍ୱାଂ ସର୍ବତୋ ଅନନ୍ତ ରୂପଂ ନାନ୍ତୋ ନ ମଧ୍ୟ ନ ପୁନସ୍ତାବା ନା ତମର ଅନ୍ତ ଅଛି ନା ତମର ମଧ୍ୟ ପାଉଛି ମୁଁ ନା ତମର ପାଦ ପାଉଛି କୁଆଡ଼େ କିଛି ମୁଁ ଖାପ ମାପ ପାଉଛି ସେମାନେ ଅବତାର ହେଇକି ଆସିଥିଲେ କୃଷ୍ଣ ରାମ ଜଗନ୍ନାଥ କିନ୍ତୁ ଅଛନ୍ତି ରହିଛନ୍ତି ତମେ ବିଶ୍ୱରୂପା ଚଣ୍ଡୀରେ ଏଇଟା ବିଶ୍ୱ ଧାରୟସିତି ବିଶ୍ୱ ଏ ବିଶ୍ୱକୁ ତମେ ଧରିକି ରଖୁଛ ତେଣୁ ଏଇଭଳିଆ ଯେଉଁ ଅନନ୍ତ ବିଦ୍ୟା ବା ଅନନ୍ତ ବିଦ୍ୟ ଠାକୁର ବା ଠାକୁରାଣୀ ତାକୁ ତମେ ଦର୍ଶନ ଠାକୁରାଣୀ ଆଗ ଠାକୁର ଆଶୀର୍ବାଦ ମା ଦେବ ପାଦରେ